ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ପୌରପାଳିକାରେ ବିଜୁ ଜନତା ଦଳ ମଧ୍ୟରେ ବଡ଼ ଧରଣର ଅସନ୍ତୋଷ ସାମ୍ନାକୁ ଆସିଛି। ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗର ବେଲପାହାଡ଼ ବରିଷ୍ଠ ନେତା ତଥା ଚେୟାରମ୍ୟାନ୍ ପ୍ରାର୍ଥୀ ହିତେଶ ଠକ୍କରଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପରେ ସ୍ଥାନୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏହି ପଦକ୍ଷେପକୁ ବିରୋଧ କରି ବେଲପାହାଡ଼ ପୌରପାଳିକାର 10 ଜଣ ନିର୍ବାଚିତ ବିଜେଡି କାଉନସିଲର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସମୂହ ଇସ୍ତଫାପତ୍ର ପଠାଇଥିବା ସୂଚନା ମିଳିଛି। ସେମାନେ ସ୍ଥାନୀୟ ନେତୃତ୍ୱ ବ୍ରଜରାଜନଗର ପୂର୍ବତନ ବିଧାୟିକା ଅଳକା ମହାନ୍ତିଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କାଉନସିଲରମାନଙ୍କ ଅଭିଯୋଗ ଅନୁସାରେ ତୃଣମୂଳ ସ୍ତରରେ ନିର୍ବାଚିତ ପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅବହେଳା କରାଯାଉଛି। ଦଳୀୟ କାର୍ଯ୍ୟକ୍ରମ ଓ ଶୀର୍ଷ ନେତୃତ୍ୱଙ୍କ ସହ ବୈଠକରେ ବେଲପାହାଡ଼ର କାଉନସିଲରମାନଙ୍କୁ ସାମିଲ କରାଯାଉନଥିବା ସହ ସ୍ଥାନୀୟ ନେତୃତ୍ୱରେ ଏକଛତ୍ରବାଦୀ କାର୍ଯ୍ୟଶୈଳୀ ଯୋଗୁଁ ଦଳ ଭିତରେ କାମ କରିବା କଷ୍ଟକର ହୋଇପଡ଼ିଛି। ଇସ୍ତଫା ଦେଇଥିବା ପ୍ରତିନିଧିମାନଙ୍କ ମଧ୍ୟରେ ବେଲପାହାଡ଼ ପୌର ଉପାଧ୍ୟକ୍ଷା ରୀନା ସୁନାଙ୍କ ସହ ଯୁଧିଷ୍ଠିର ମୁଖୀ, ଶକୁନ୍ତଳା ମହାନ୍ତ, ସଞ୍ଜୟ ଯାଦବ, ସଞ୍ଜୀବ କିଷାନ, ଜ୍ୟୋତିର୍ମୟ ପଟ୍ଟନାୟକ, ଆଶା ତ୍ରିପାଠୀ, ଅର୍ଜିନା ବେଗମ, ନିକି କାଲୋ ଓ କିରଣ ମରେଇ ପ୍ରମୁଖ ରହିଛନ୍ତି। ସେହିପରି ଶତାଧିକ ବିଜେଡି କର୍ମୀ ମଧ୍ୟ ସେମାନଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିବା କୁହାଯାଇଛି। ଏହି ଘଟଣା ବେଲପାହାଡ଼ ବ୍ରଜରାଜନଗର ଅଞ୍ଚଳରେ ବିଜେଡି ସଂଗଠନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ରାଜନୈତିକ ମହଲରେ ଆଲୋଚନା ହେଉଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ଦଳ ପକ୍ଷରୁ କିମ୍ବା ସମ୍ପୃକ୍ତ ନେତୃତ୍ୱଙ୍କ ପକ୍ଷରୁ ଔପଚାରିକ ପ୍ରତିକ୍ରିୟା ଆସିବା ବାକି ରହିଛି। ଝାରସୁଗୁଡ଼ାରୁ ଘନଶ୍ୟାମ ପଡ଼ିହାରୀଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।